ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ବାହୁଡ଼ା ଉପଲକ୍ଷେ ଓଡ଼ିଆ ଷ୍ଟାଇଲ୍‌ର ଖିଚୁଡ଼ି ମୁଁ ବନେଇଛି। ଡାଲମା ସାଙ୍ଗରେ ପନିର ତରକାରୀ ଯେକୌଣସି ସାଧା ତରକାରୀ ଖାଇବାକୁ ବହୁତ ଭଲ ଲାଗେ। ପ୍ରଥମେ କଡ଼େଇରେ ତେଲ ଘିଅ ନେଇ ଗୋଟା ଗରମ ମସଲା ପକେଇବେ। ଟିକେ ହାଲକା ଭାଜି ହେଇଗଲା ପରେ କିଛି ଗାଜର, ବିଟ୍, ଆଳୁ, ବିନ୍ସ ପକେଇ ଟିକେ ଭାଜିଲା ପରେ ବାସମତୀ ଚାଉଳକୁ ଧୋଇକି ଛାଣିକି ରଖିଥିବେ ସେଇଥିରେ ଦେଇ ତାକୁ ଭାଜିବେ। ଟିକେ ଭାଜି ହେଇଗଲା ପରେ ବୁଟ ଡାଲି ଓ ଭଜା ମୁଗ ଡାଲିକୁ ଧୋଇକି ରଖିଥିବେ ତାକୁ ମଧ୍ୟ ସେଥିରେ ପକେଇ ଭଲ ଭାବରେ ମିଶେଇବେ। ଭଲ ଭାବରେ ଟିକେ ହାଲକା ଭାଜି ହେଇଗଲା ପରେ ସେଥିରେ ହଳଦୀ ଗୁଣ୍ଡ, ସ୍ୱାଦ ହିସାବରେ ଲୁଣ, ଅଦା ଛେଚା ଦେଇ ଭଲ ଭାବରେ ମିଶେଇବେ। ଯେମିତି ଭଲ ଭାବରେ ଭାଜି ହେଇଯିବ। ପାଣି ଜମା ନଥିବ, ସେଟା ଟିକେ ଝରା ହେଇଯାଇଥିବ। ଯେତିକି ଚାଉଳ, ଡାଲି, ପରିବା ନେଇଥିବେ ନା ତା ଡବଲ୍ ପାଣି ଦେଇଦେବେ। ପାଣି ଦେଇ ଭଲକି ଗୋଳେଇ ତାକୁ ଲୋ ଫ୍ଲେମ୍‌ରେ 20 ମିନିଟ୍ କୁକ୍ କରିବେ। 80% ଯେତେବେଳେ କୁକ୍ ହେଇଯିବ, ସୋୟା ଚଙ୍କ୍ସକୁ ଟିକେ ହାଲକା ଭାଜିକି ରଖିଥିବେ ତାକୁ ତା ଦେହରେ ଦେଇକି ମିଶେଇକି ପୁଣି 10 ମିନିଟ୍ ତାକୁ କୁକ୍ କରିବେ। କିଛି ଗୋଟା ନଡ଼ିଆ, କାଜୁ, କିସମିସ, ବାଦାମ ଭାଜିକି ରଖିଥିବେ ଦେଇଦେବେ। ନଡ଼ିଆ କୋରା ଟିକେ ଦେଇଦେବେ। ଟିକେ ଚିନି ଦେବେ ଅଳ୍ପ ହାଲକା ଦେଇକି ଗୋଳେଇ ଦେବେ। କିଛି ପନିର କ୍ୟୁବ୍ସ ମୁଁ ଦେଇଛି, ଏଟା ଅପସନାଲ୍ ଅଛି, ଆପଣ ଦେଇପାରନ୍ତି, ଦେଲେ ଭଲ ଲାଗେ। ତାପରେ କିଛି ଗୋଟା କଞ୍ଚା ଲଙ୍କା, ଘିଅ, ଗରମ ମସଲା ଗୁଣ୍ଡ ଦେଇ ଭଲ ଭାବରେ ଗୋଳେଇ ଦେବେ। ଗୋଳେଇ ସାରିଲା ପରେ ମୁଁ କ'ଣ କରିଛି ନା ଟିକେ ଜାଇଫଳ ଦେଇଛି। ଜାଇଫଳ ଅଳ୍ପ ଦେବେ। ଦେଖନ୍ତୁ ମୁଁ ଅଳ୍ପ ଦେଇଛି। ସେଟା ବହୁତ ଭଲ ବାସ୍ନା ଆସିଥାଏ। ତାକୁ ତା ଦେହରେ ଟିକେ ଦେଇକି ମିଶେଇ ଦେବେ। ଖାଇବାକୁ ବହୁତ ଭଲ ଲାଗିଥାଏ। ମୋ ରୋଷେଇ ଯଦି ଆପଣମାନଙ୍କୁ ଭଲ ଲାଗିଥିବ ମୋତେ ୟୁଟ୍ୟୁବରେ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ ଆଉ ଇନଷ୍ଟାଗ୍ରାମରେ ଫଲୋ ମଧ୍ୟ କରିନେବେ।